ଯାହା ଆଗ ଆମେ ପୁରୁଣା ଓଡ଼ିଆ ଚଳଚ୍ଚିତ୍ରରେ ଆମେ ଶୁଣିବାକୁ ପାଉଥିଲେ ଏବଂ ଏହା ସହିତ ଯେଉଁ କୁହାଯାଉଛି ଏକମୁଖୀ ରଙ୍ଗମଞ୍ଚରେ ଯାହା ଶୁଣିବାକୁ ପାଉଥିଲେ କିନ୍ତୁ ଏବେ ତାହା ଆଉ ଶୁଣିବାକୁ ପାଉନେ। ଆଜ୍ଞା ମୁଁ କହୁଛି ମାଉଥ୍ ଅର୍ଗାନ୍ କଥା। ତେବେ ଏ ସଂକ୍ରାନ୍ତରେ ଆମେ ଆସି ଭେଟିଛୁ ଆସିକାର ଜଣେ ବର୍ଷିୟାନ କଳାକାର ଯିଏକି ପିଲାଟି ବେଳୁ କଳା ପ୍ରତି ରୁଚି ରଖିଥିଲେ। ସିଏ ବର୍ତ୍ତମାନ ମାଉଥ୍ ଅର୍ଗାନ୍ ବଜେଇ ସିଏ ଏବେ ଚର୍ଚ୍ଚାରେ। ଏହି ମାଉଥ୍ ଅର୍ଗାନ୍ ବଜେଇବା ବୃତ୍ତିକୁ ନିଜର ସଉକ ଭାବରେ ଧରି ନେଇଛନ୍ତି। ତାଙ୍କୁ ଆମେ ସାକ୍ଷାତ କରିବା, ତାଙ୍କର ଏ ବାବଦରେ ପ୍ରତିକ୍ରିୟା ନେବା ଯେ ସିଏ ଏ ଯେଉଁ ବିରଳ ଯନ୍ତ୍ର ସଙ୍ଗୀତ ବଜାଇବା ପାଇଁ କାହିଁକି ଆଗ୍ରହ ପ୍ରକାଶ କଲେ ଏବଂ ଏ ବାବଦରେ ତାଙ୍କର ଅନୁଭୂତି କ'ଣ ଅଛି। ଆମ ସହିତ ଅଛନ୍ତି ଆସିକାର ଆର୍ ଗୋପୀନାଥ, ତାଙ୍କୁ ଆମେ ପ୍ରତିକ୍ରିୟା ନେବା। ଆଜ୍ଞା ଆପଣଙ୍କୁ ଆମର କେ ନ୍ୟୁଜକୁ ସ୍ୱାଗତ କରୁଛି। କ'ଣ ପ୍ରତିକ୍ରିୟା ରଖିବେ ଏ ଯେଉଁ ଆମେ ଯେଉଁ ଦେଖୁଛୁ ଏ ଯେଉଁ ମାଉଥ୍ ଅର୍ଗାନ୍, ଏଇଟା ପ୍ରାୟତଃ ଆମେ ଆଉ ବର୍ତ୍ତମାନ ସମୟରେ ଆଉ ଶୁଣିବାକୁ ପାଉନୁ କିମ୍ବା ଏ ଯେଉଁ ମାଉଥ୍ ଅର୍ଗାନ୍ ବଜେଇବାର କଳାକାର ଆଉ ନାହାନ୍ତି। ଏ ବାବଦରେ ସାର୍ କ'ଣ କହିବେ? ଏ ଯେଉଁ ମାଉଥ୍ ଅର୍ଗାନ୍ ଏଇଟା ଆପଣ କୋଉଠୁ ଶିଖିଲେ, ଏଥିପାଇଁ ପ୍ରେରଣା କୋଉଠୁ ପାଇଛନ୍ତି, ଏ ବାବଦରେ କ'ଣ କହିବେ? ଶୁଣନ୍ତୁ, ମାଉଥ୍ ଅର୍ଗାନ୍‌ଟା ମୋର ତ ଇଣ୍ଟରେଷ୍ଟ ଥିଲା ବଜେଇବା ପାଇଁ, କିନ୍ତୁ ଏଇଟା ବଜେଇବା ପୂର୍ବରୁ ଆ ବିଷୟରେ ଆଗ ଜାଣିବାକୁ ପଡ଼ିବ। କାରଣ ମାଉଥ୍ ଅର୍ଗାନ୍‌ଟା ଭାରି କ୍ରିଟିକାଲ୍ ଜିନିଷ। ଏଇଟା ଫୁଙ୍କିଲେ ବାଜିବ, ଝିକିଲେ ବି ବାଜିବ। ତାପରେ ଇଏ ସାଇଡ଼୍‌ରେ ଗୋଟେ ଜିନିଷ ଅଛି, ଏଇଠି ମିଡ୍ ଜିନିଷ, ଯେଉଁଟାକି ଏମିତିଆ ଏଇ ଯେଉଁ ଜିନିଷଟା ସେମିତିଆ, ତାକୁ ଆମେ ତ କୋର୍ସ କରୁଛୁ ନା, ସଙ୍ଗୀତ ଜାଣିଛୁ। ତେଣୁ ମୁଁ ଭାବିଲି ଆ ଭିତରେ ସବୁ ଜିନିଷ ଅଛି, ତାହେଲେ କାହିଁକି ନ ବାଜିବ। ତେଣୁ ମୁଁ ଆକୁ ଛାନ୍ଦ ଚମ୍ପୁ ଭଜନଠୁ ଆରମ୍ଭ କରି ଆଧୁନିକ ଗୀତ, ପୁରୁଣା ଗୀତ ସବୁ ଜିନିଷ ମୁଁ ବଜେଇଲି। ମାନେ ଛାନ୍ଦ ଚମ୍ପୁ ବାଜିବା ପାଇଁ ତାର ଯେଉଁ ସ୍ୱତନ୍ତ୍ର ଯେଉଁ ବାଦ୍ୟ ରହିଛି, ହାରମୋନିୟମ ରହିଛି, ମର୍ଦ୍ଦଳ ରହିଛି, ଏସବୁ ରହିଛି। ତା ବ୍ୟତୀତ ଏଇ ମାଉଥ୍ ଅର୍ଗାନ୍‌ରେ ଆପଣ ଛାନ୍ଦ ଚମ୍ପୁ ବଜେଇ ପାରୁଛନ୍ତି? ହଁ, ବର୍ତ୍ତମାନ ଗୋଟେ ମୁଁ ଉପେନ୍ଦ୍ର ଭଞ୍ଜଙ୍କର ବଜଉଛି, ଶୁଣନ୍ତୁ। ଗୀତଟା ହେଉଛି ରମଣୀ ରତନ ମେଘକୁ ଚାହିଁ କହିବରେ ମେଘ କାନ୍ତକୁ ଯାଇ। ନିଶ୍ଚିତ ଭାବରେ ଗୋଟେ ପଦ ଆପଣ ଶୁଣିବେ। ବହୁତ ସୁନ୍ଦର, ଯାହାକି ଉପେନ୍ଦ୍ର ଭଞ୍ଜଙ୍କର ଯେଉଁ ରହିଛି ରମଣୀ ରତନ ମେଘକୁ ଚାହିଁ ସୁନ୍ଦର ଭାବରେ ବଜେଇଲେ। ତେବେ ଗୋଟିଏ କଥା ଆମେ କହିବା, ଏ ଯେଉଁ ମାଉଥ୍ ଅର୍ଗାନ୍ ଆପଣ ବଜାଉଛନ୍ତି, ବର୍ତ୍ତମାନ ସମୟରେ ୟାକୁ ବ୍ୟବସାୟିକ ଆକାରରେ ଆପଣ କିଛି ବଜାଇବା ପରେ କିଛି ରୋଜଗାର କରିବାର ସୁଯୋଗ ହେଉଛି ନା ସେମିତି କିଛି ସୁଯୋଗ ନାହିଁ? ନାଇଁ, ସେମିତି କିଛି ସୁଯୋଗ ନାହିଁ, କିନ୍ତୁ ସମସ୍ତଙ୍କର ଇଣ୍ଟରେଷ୍ଟ ଅଛି ଶୁଣିବା ପାଇଁ। କିନ୍ତୁ ଅସଲ ହେଉଛି କ'ଣ, ସ୍କୋପ୍ ମିଳିଲେ ତ ମୋତେ ଡାକିଲେ ତ ମୁଁ ପ୍ରୋଗ୍ରାମ୍ ଯେମିତି ଆପଣମାନେ ଆସୁଛନ୍ତି ମାଉଥ୍ ଅର୍ଗାନ୍ ଶୁଣିକି, ଆପଣ ମାଧ୍ୟମରେ ମୁଁ ଲୋକଲୋଚନକୁ ଆସୁଛି। ତେଣୁ ତାଙ୍କର ଯଦି ଇଚ୍ଛା ହେବ, ଆଜ୍ଞା ସେ ବୁଢ଼ାକୁ ଡକାନ୍ତୁ, ଆମେ ତାଙ୍କର ଗୋଟେ ପ୍ରୋଗ୍ରାମ୍ କରିବା, ତାହେଲେ ମୋତେ ଡାକିଲେ ମୁଁ ଯିବି। ତେବେ ଗୋଟେ କଥା କୁହାଯାଇପାରିବ ଯେ ବର୍ତ୍ତମାନ ସମୟରେ ଯେଉଁ ଆଧୁନିକ ଯନ୍ତ୍ର ସଙ୍ଗୀତରେ ବିଭିନ୍ନ ପ୍ରକାର ଯନ୍ତ୍ର ସଙ୍ଗୀତ ବାହାରିଲାଣି, ଯାହାକି ଇଲେକ୍ଟ୍ରୋନିକ୍ସ ଯନ୍ତ୍ର ସଙ୍ଗୀତ ବାହାରିଲାଣି, ସେ ପରିସ୍ଥିତିରେ ଆପଣଙ୍କର ମାଉଥ୍ ଅର୍ଗାନ୍ ପ୍ରତି ଲୋକଙ୍କର ବା ଦର୍ଶକଙ୍କର ରୁଚି ରହିଛି, ଏ କଥା ଆପଣ ବିଶ୍ୱାସ କରିପାରୁଛନ୍ତି? କୌଣସି ଜିନିଷର ରୁଚି କିଏ ଛାଡ଼ି ପାରିବନି। ପ୍ରତ୍ୟେକ ଜିନିଷରେ ଗୋଟେ ଚାର୍ମ ଅଛି। ତେଣୁ ସବୁ ଜିନିଷ ଚାର୍ମ କିଏ ମାଉଥ୍ ଅର୍ଗାନ୍, ତାକୁ ସମସ୍ତେ ଗୋଟେ ସ୍ୱତନ୍ତ୍ର ସ୍ଥାନ ଦେଇଛନ୍ତି। କାହିଁକି ନା ସମସ୍ତେ ଆଜିକାଲି ଆଉ କିଏ ବଜାଉନାହାନ୍ତି। ଯିଏ ପରଫେକ୍ଟ ବଜାଉଛନ୍ତି
ସେଟା ଶୁଣିଲେ କହିବ ଜିନିଷଟା ବଢ଼ିଆ ବଜାଉଛି, କିନ୍ତୁ ଆଜିକାଲି ପରଫେକ୍ଟ କିଏ ବି ବଜେଇ ପାରୁନାହାନ୍ତି, କାହିଁକି ସେମାନେ କୋର୍ସ କରିନାହାନ୍ତି। ଆମେ କୋର୍ସ କରିଛୁ ତ, କାଳେ କୋଉଠି ସ୍ୱର ଛାଡ଼ିଯିବ କି କୋଉଠି ତାଳ ଇଏ ହେଇଯିବ। ସଙ୍ଗୀତର ମୁଖ୍ୟ ହେଉଛି ତାଳ ଲୟ, ଆଉ ସେ ଜିନିଷ ଯଦି ନ ରହିବ, ସେଇ ଢଙ୍ଗରେ ଯଦି ନ ବାଜିବ, ଆଉ କାମକୁ ଭଲ ଲାଗିବ କି? ଆପଣ ୟା ପୂର୍ବରୁ କୌଣସି ଯୋଉ ବ୍ୟବସାୟିକ ରଙ୍ଗମଞ୍ଚ କିମ୍ବା ଗୋଟେ ଯୋଉ କୁହାଉଛି ଓଡ଼ିଶାର ବରିଷ୍ଠ କଳାକାରଙ୍କ ସଂସ୍ପର୍ଶରେ ଆସି ଏମିତି କିଛି ଏ ଯୋଉ ମାଉଥ ଅର୍ଗନ ବଜାଇବାରେ ଏମିତି କିଛି ସୁଯୋଗ ପାଇଛନ୍ତି? ହଁ, ଏଇ ଯୋଉ ଜୟଦେବ ବିହାରରେ ଆପଣ ଯଦି ଦେଖିବେ, ଜୟଦେବ ବିହାରରେ ମୁଁ 2-3 ଥର ଖଣ୍ଡେ ପ୍ରୋଗ୍ରାମ କରିଛି। ମତେ ଡାକିଥିଲେ, ସେଇଠି ସମ୍ବର୍ଦ୍ଧିତ ବି ମୁଁ ହେଇଛି। ଆମେ ଶୁଣୁଛୁ ଆପଣ ବି ପୁରୁଣା ଯାତ୍ରା ପାର୍ଟି ବି ହଁ, ଯାତ୍ରା ପାର୍ଟି, ଶାସନ ପାର୍ଟିରେ ଥିଲି, ବେଣିଦାମପୁର ପାର୍ଟିରେ ଥିଲି, ମାତୃଗାଁ ପାର୍ଟିରେ ଥିଲି, ସବୁ ବଡ଼ ବଡ଼ ପାର୍ଟିରେ ସବୁ ଥିଲି। ଆଉ ଯାତ୍ରା ପାର୍ଟି ଛାଡ଼ି ସାରିଲା ପରେ ମୁଁ ସଙ୍ଗୀତ କୋର୍ସ କଲି। କୋଉଠି କଲେ? କାଞ୍ଚନ କଳା କେନ୍ଦ୍ର, ଭଞ୍ଜନଗର। ଭଞ୍ଜନଗର। ସେଇଠି 7 ବର୍ଷ କୋର୍ସ କରିକି ବିଶାରଦ ପାସ୍ କଲି, ଓଡ଼ିଶୀ ଏବଂ ହିନ୍ଦୁସ୍ତାନରେ। ତାପରେ ମୁଁ ତ ମାଉଥ ଅର୍ଗାନ ବଜାଏ, ମୁଁ କହିଲି ଯଦି କୋର୍ସ କଲି, ତାହେଲେ ମାଉଥ ଅର୍ଗାନରେ କାହିଁକି କିଛି ଜିନିଷ ବାଜିବନି। ଆଚ୍ଛା, ୟାକୁ ନେଇ ଆପଣ କୌଣସି ଯୋଉ ରୋଜଗାର କରିବା କିମ୍ବା ବ୍ୟବସାୟିକ ଢଙ୍ଗରେ କିଛି ଏମିତି ରୋଜଗାର କରିବା କିମ୍ବା ପାର୍ଟି ପ୍ରୋଗ୍ରାମରେ କିଛି ବଜେଇକି କିଛି ଇନକମ୍ କରିବା ପାଇଁ କିଛି ଭାବିଛନ୍ତି? କିଛି ସେମିତି କିଛି ସୁବିଧା ହେଉଛି? ଭାବିଛି ତ, କିନ୍ତୁ ମତେ ଡାକିଲେ ତ ମୁଁ ଯିବି। କିନ୍ତୁ ଥରେ ମତେ ଡାକିଦେଲେ ସେମାନେ ମତେ ବାରମ୍ବାର ଯେମିତି ନୂଆ ଗାଁ ଥରେ ଯାଇଥିଲି, ମତେ ଦେଖିଲେ ବାରମ୍ବାର ମତେ ଡାକୁଛନ୍ତି। ଏଇ ପାଖ ବୋଲି ସିନା ଆସିକାର ଅଛି ବୋଲି ମତେ ଡାକି ଦେଉଛନ୍ତି। ଯୋଉମାନେ ବାହାରେ ସବୁ କରୁଛନ୍ତି ପ୍ରୋଗ୍ରାମ, ସେମାନେ ମତେ ଜାଣିନାହାନ୍ତି। ଲୋକ ବି ଖୁସି ହଉଛନ୍ତି ଅର୍ଗନ ଶୁଣିବା ପାଇଁ। ଆଚ୍ଛା, ଏଇ ଯୋଉ ଅର୍ଗନ ଆପଣ ବଜଉଛନ୍ତି, ଏଇ ବଜେଇବା ଶୈଳୀଟା ଆପଣ କୋଉଠି ଶିଖିଲେ? ସେଇଟା ମୋ ନିଜସ୍ୱ। କାରଣ ଆମେ ୟାମା ହଉ ବା ହାରମୋନିୟମ ହଉ, ଏପଟେ ବେସ୍ ଥାଏ, ଏପଟେ ପିଚ୍ ଥାଏ, ଏମିତି ବଜାନ୍ତି। କିନ୍ତୁ ମାଉଥ ଅର୍ଗାନଟା ମୁଁ ଯୋଉ ବଜାଏ ଉଲ୍ଟା, ମାନେ ଏପଟେ ରହିବ ବେସ୍, ଏପଟେ ରହିବ ପିଚ୍। ଏଇ ଦେଖନ୍ତୁ ଯେମିତି ଏଇଟା ହଉଛି ମାଉଥ ଅର୍ଗାନର ପ୍ରୋସେସ୍। ବର୍ତ୍ତମାନ କେମିତି ଆପଣ ଚଳୁଛନ୍ତି? ଆପଣଙ୍କର ପରିବାର ଅବସ୍ଥା କ'ଣ, ରୋଜଗାର କ'ଣ? ଅବସ୍ଥା ମାନେ ମୁଁ ବର୍ତ୍ତମାନ କଳାକାର ଭତ୍ତା ପାଉଛି, କେତେ ଟଙ୍କା? 2000 ଟଙ୍କା ପାଉଛି। ଆଉ ଘରେ ବୁଢ଼ାବୁଢ଼ୀ ପଇସା ସେମାନେ 1000 ଟଙ୍କା ପାଉଛନ୍ତି। ତାପରେ ତ ଆମେ ଏମିତିଆ ସ୍ୱଧର୍ମ ନିଧନ ଶ୍ରେୟ ପରଧର୍ମ ଭୟାବହ ହେଇକି ତ ଆମ ଧନ୍ଦା ଆମେ ଚଲେଇଛୁ। ଆମେ ଅନ୍ୟ କୌଣସି କାମରେ ଲିପ୍ତ ନୁହଁ। ମୁଁ କେବଳ ସଙ୍ଗୀତ, ମୋ ଜୀବନଟା ପୁରା ସଙ୍ଗୀତ ଇଏରେ ହିଁ। ଆପଣଙ୍କ ପରିବାରରେ ଆହୁରି କିଏ ମାନେ? ହଁ, ମୋ ପୁଅ ଗୋଟାଏ ବୋଲି ପୁଅ, ସିଏ ଅପେରା ପାର୍ଟିରେ ପ୍ୟାଡ୍ ବଜାଉଛି। ଆଉ ତାର 2ଟା ପୁଅ ଅଛି, ଦେଖିଛନ୍ତି, ସେମାନେ ବି ଖୁଡୁ ଖୁଡୁ ସବୁବେଳେ ଚଲେଇଛନ୍ତି। ବୋହୁ ବି କ'ଣ ଗୀତ? ବୋହୁ ବି ଜଣେ ସିଙ୍ଗର, ଗୀତ ଗାଉଛନ୍ତି? ଗୀତ ଗାଉଛନ୍ତି। ହଁ, ଗୀତ ଗାଉଛନ୍ତି। ସେଇଥିପାଇଁ ତ ପୁଅ ବାହାଘର ହେଇଗଲେ, ତାପରେ ବୋହୁ ହେଇସାରିଲା ପରେ ଆଉ ସେ ଆଉ ଯାଇକି ଆଉ ଗୀତ ଗାଇବ କି? ତେବେ ଆପଣଙ୍କୁ ଯଦି କେବେ ସୁଯୋଗ ମିଳେ, ବଡ଼ ପ୍ଲାଟଫର୍ମ ମିଳେ, ବଡ଼ ମଞ୍ଚ ମିଳେ, ଯେମିତି ଆପଣ କହୁଥିଲେ ଜୟଦେବ ଭବନରେ ସୁଯୋଗ ମିଳିଥିଲା, ତାହେଲେ ଆପଣ ପୁଣି ଆପଣଙ୍କର ଏ କଳାକୁ ଉପସ୍ଥାପନ କରିବା? ନିଶ୍ଚୟ ମୁଁ କରିବି। ଏଇ ବର୍ତ୍ତମାନ 3ଟା ଜିନିଷ ମୁଁ ବଜଉଛି, ଶୁଣନ୍ତୁ। ଏଇଟା କୌଣସି ସିନେମା ଗୀତ ନୁହଁ କି କୌଣସି ଇଏ ନାହିଁ, ଟିକେ ଶୁଣନ୍ତୁ।
बहुत सुंदर बहुत सुंदर। तेबे गोटे कथा कहबे आज युवपीढ़ी जो मैंने कला प्रति रुचि रखुचंदी जो मैंने यंत्र संगीत म्यूजिक संगीत प्रति जो मैंने रुचि रखुचंदी तांको आपण गोटे पदर कौन वार्ता देबा चाहिए? संगीत हଉଛି ଗୋଟେ ସାଧନା ଜିନିଷ। ଯିଏ ସାଧନା କରିବ ସିଏ ନିଶ୍ଚୟ ପାଇବ। ମୁଁ ହଉ ଆପଣ ହଉ ଯିଏ ହଉ, କିନ୍ତୁ ବୃତ୍ତି ରଖିବାକୁ ପଡ଼ିବ, ସାଧନା କରିବାକୁ ପଡ଼ିବ। ସାଧନା ନ କଲେ କିଏ ପାଇପାରିବନି। ଯେମିତି ସରସ୍ୱତୀ ଦେଖୁଛନ୍ତି, ଖାଲି ବୀଣାରେ ଆପଣ ସରସ୍ୱତୀ କେବେ ଦେଖିଛନ୍ତି କି? ସେ ସବୁବେଳେ ବୀଣାଟା ଧରିଥାଏ। କାହିଁକି ନା ସଙ୍ଗୀତ ସାଧନା ନ କଲେ ମୁଁ ବଜାଏ, ମୁଁ ବେଳେବେଳେ ଖାଲି ଟାଇମ୍ରେ ମୁଁ ବଜାଏ ନା। निश्चित भाव आप शुणुते जहाँकि जी जो विरल जंत्र संगीत जहाँकि कहुच्छी मुख संगीत बोली जहाँ जंत्र संगीत बोली जहाँ कहुच्छी जो माउथ अर्गन रो चाहिदा को वर्तमान सुधा बजाय रखिंट आसिकार जी वयोज्येष्ठ कलाकार आर गोपीनाथ जी कि वर्तमान समय भी जदिव आधुनिक जंत्र संगीतर चाहिदा बढ़ी लोकर रुचि बदली ता सत्वे भी जो माउथ अर्गन को जो बजाइबार शैली को सी वर्तमान सुधा बचाई रखिंट। यह व्यतीत सी जदि सी कहते जदि केबे कौन सी सुजोग मिले ताहले सी तांकर जो प्रतिभा आसिका भितर ही सीमित रही जाउची सी प्रकाश करने सुजोग पाइबे। एवं यह व्यतीत सी युवपीढ़ी को गोटे वार्ता देइछन्ती साधना द्वारा सिद्धि प्राप्ति होता है जहाँ आज आर गोपीनाथ कर देखी। आसिकार रत्नाकर साहू, के न्यूज ओडिशा।